ସୁପ୍ରିୟା ପୁଣି ଥରେ ଅଶାନ୍ତ ହୋଇଛି ମଣିପୁର। ସାନି ହିଂସା ଦେଖାଦେଇଛି ଏବଂ ପୁଣି ହତ୍ୟାକାଣ୍ଡ ଘଟିଛି। ଲୋକଙ୍କ ଭିତରେ ଅସନ୍ତୋଷ ପୁଣି ଥରେ ରହିଛି। ସରକାର ତାଙ୍କ କଥା ଏପର୍ଯ୍ୟନ୍ତ ବୁଝିଲେ ନାହିଁ ବୋଲି ସେମାନେ ବାରମ୍ବାର କହି ଆସୁଛନ୍ତି। ଏପର୍ଯ୍ୟନ୍ତ 2023 ରୁ ଘଟି ଆସିଥିବା ଘଟଣାକ୍ରମରେ କୌଣସି ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁନି, ବରଂ ସମୟ ସହିତ ଆହୁରି ଜଟିଳ ହେଉଛି ପରିସ୍ଥିତି। ଏଭଳି ଏକ ବାର୍ତ୍ତା ଆସୁଛି ମଣିପୁର। ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା। ଆମ ସହିତ ବରିଷ୍ଠ ସ୍ତମ୍ଭକାର ସାମାଜିକ କର୍ମୀ ଭାଲଚନ୍ଦ୍ର ଷଡଙ୍ଗୀ ରହିଛନ୍ତି। ଭାଲଚନ୍ଦ୍ର ବାବୁ, ସ୍ୱାଗତ କରୁଛି ଆଲୋଚନାକୁ। ଆମେ ପ୍ରାୟ 2023 ରୁ ମଝିରେ ମଝିରେ ମଣିପୁର ସମ୍ପର୍କରେ ଆଲୋଚନା କରି ଆସୁଛେ। 2026 ହେଇଗଲା, ବର୍ଷେ କାଳ ରାଷ୍ଟ୍ରପତି ଶାସନ ରହିଲା, ନୂଆ ସରକାର ଆସିଲା, କିଛି ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ। ଏଭଳି ସ୍ଥିତି କାହିଁକି ଏବଂ ସାନି ଯୋଉ ହିଂସା ଗୁଡିକ ହେଇଛି ସେ ସମ୍ପର୍କରେ ଆପଣଙ୍କର ମତ? ଆଜ୍ଞା, ମଣିପୁରରେ ଗତ 2023 ଏପ୍ରିଲ ମାସ 19 ତାରିଖରେ ହାଇକୋର୍ଟର ରାୟ ଆସିଥିଲା, ଯୋଉ ବିବାଦିତ ରାୟ। ଏବଂ ସେଇ ରାୟରେ ସ୍ପଷ୍ଟ ଭାବରେ କୁହାଗଲା ଯେ ମଣିପୁରର ଯୋଉ ଜନସଂଖ୍ୟାର ସିଂହଭାଗ 53% ଅଛନ୍ତି ମୈତେଇ ଲୋକମାନେ, ସେମାନଙ୍କୁ ଆଦିବାସୀ ଅନୁସୂଚିତ ଜନଜାତିର ମାନ୍ୟତା ଦିଆଗଲା। ଯାରି ଫଳରେ ସେଇ ଇସ୍ୟୁକୁ ନେଇକି ସେଇ ସମଗ୍ର ରାଜ୍ୟରେ ଗୋଟେ ଅଶାନ୍ତିର ବାତାବରଣ ସୃଷ୍ଟି ହେଲା, ହିଂସାକାଣ୍ଡ ସୃଷ୍ଟି ହେଲା। ଏବଂ ସେଇଠର ଯୋଉ ବିଜେପିର ଯୋଉ ସରକାର, ସେମାନେ ସେଇ ହିଂସାକୁ ରୋକିବାରେ ବିଫଳ ହେଲେ ଏବଂ ହାଇକୋର୍ଟର ଜଜମେଣ୍ଟ ଆସିବା ପଛରେ ବି ବିଜେପିର ସରକାରଙ୍କର ଭୂମିକା ଥିଲା। ସେଇଥିପାଇଁ ଯୋଉ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଲା। ଆଜି 3 ବର୍ଷ ପୁରୀ ଗଲା ସେଇ ଘଟଣାର, ଏବଂ ଯଦି ଦେଖିବେ ସ୍ଥିତି କୌଣସି ପ୍ରକାର ସୁଧୁରି ନାହିଁ, ବରଂ ମଝି ମଝିରେ ଭୟାନକ ପରିସ୍ଥିତି ହଉଛି। ଏବେ ପରିସ୍ଥିତି ଏମିତି ହେଇଥିଲା ଯେ ବିଜେପିର ଜଣେ ବିଧାୟକଙ୍କୁ ହତ୍ୟାର ଶିକାର ହବାକୁ ପଡିଲା। ଏବଂ ଏବେ ନିକଟରେ ଗୋଟିଏ ପରିବାର, ମୈତେଇ ପରିବାର ଉପରେ, ତାଙ୍କର ଘର ଉପରେ ପ୍ରୋଜେକ୍ଟାଇଲରେ ଆକ୍ରମଣ ହେଇଥିଲା। ଦୁଇ ଜଣଙ୍କର ପ୍ରଥମେ ମରିଗଲେ, 2ଟି ଛୁଆ ମରିଯାଇଥିଲେ। ତାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଯୋଉ ସିଆରପିଏଫ ର କ୍ୟାମ୍ପ ଅଛି ତା ଉପରେ ଆକ୍ରମଣ କରିଥିଲେ ଏବଂ ସେଠି ସିଆରପିଏଫ ର ଯବାନ ମାନଙ୍କ ପ୍ରତି ଆକ୍ରମଣରେ 3 ଜଣ ଲୋକ ମୃତ୍ୟୁବରଣ କରିଥିଲେ ଏବଂ 2 ଡଜନରୁ ଅଧିକ ଆହତ ହୋଇଛନ୍ତି। ତେଣୁ ଏଭଳି ପରିସ୍ଥିତି ଅବ୍ୟାହତ ରହିଛି, କୌଣସି ପରିସ୍ଥିତିରେ ପରିବର୍ତ୍ତନ ହେଇନି। ଏବଂ ସରକାର, କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଗୋଟେ ସମ୍ବେଦନହୀନ ଭାବରେ ସେଇ ପରିସ୍ଥିତିକୁ ଡିଲ୍ କରୁଛନ୍ତି। ରାଜନୈତିକ ଦଳ ମାନଙ୍କୁ କନଫିଡେନ୍ସକୁ ନେଉନାହାନ୍ତି ଏବଂ ବିଭିନ୍ନ ଗୋଷ୍ଠୀ ମାନଙ୍କ ଭିତରେ ଯୋଉ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଇଛି ତାକୁ ସୁଧାରିବା ପାଇଁ ବା ସେଇ ଗୋଟେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଯୋଉ ଉଦ୍ୟମ ହବା କଥା ହେଇନି। ଏବଂ ସବୁଠୁ ବଡ କଥା ହେଲା, ଏତେ ବଡ ଘଟଣା ହେଲା, ସେଇଠି ଯିଏ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ କି ଗୋଟେ ପାର୍ଟିସନ ଆଟିଚ୍ୟୁଡ ନେଇଥିଲେ, ଗୋଟିଏ ପକ୍ଷ ମୈତେଇ ଲୋକଙ୍କ ପକ୍ଷରେ ଖୋଲାଖୋଲି ଭାବରେ ଯିଏ କହୁଥିଲେ ବା ତାଙ୍କ ପାଇଁ ପକ୍ଷ ନେଇଥିଲେ, ଯୋଉଟାକୁ ନେଇକିରି ରାଜ୍ୟର ଅନ୍ୟ ଯୋଉ ଜନଜାତି, ବିଶେଷ କରି ଯୋଉ ଜନଜାତି ଗୋଷ୍ଠୀ ଅଛି, କୁକି ଆଉ ନାଗା ଏମାନେ ଅଛନ୍ତି, ସେମାନଙ୍କର ଯୋଉ ପ୍ରତିକ୍ରିୟା ଥିଲା, ସେମାନେ ସରକାରକୁ ଗୋଟେ ଇମ୍ପାର୍ସିଆଲ ବୋଲି ଭାବି ପାରୁନଥିଲେ। ଏବଂ ସେଇ କଥାକୁ ଯଦି ସେଇ ସମୟରେ ସେମାନେ ସେଇ ମୁଖ୍ୟମନ୍ତ୍ରୀଙ୍କୁ ବଦଳେଇ ଦେଇଥାନ୍ତେ ଏବଂ ଆଉ ଜଣେ ଗ୍ରହଣୀୟ ଲାଭପ୍ରିୟ ନେତାଙ୍କୁ ଦେଇଥାନ୍ତେ, ତାହେଲେ ସ୍ଥିତି ହୁଏତ ସେଇ ସମୟରୁ ହିଁ ସୁଧୁରି ପାରିଥାନ୍ତା। କିନ୍ତୁ ବହୁତ ବିଳମ୍ବ ହେଇଗଲା। ବିଜେପି ସରକାରର ଯୋଉ ମିସମ୍ୟାନେଜମେଣ୍ଟ ଆଉ ବିଶେଷ କରି ଯୋଉ ସାମ୍ପ୍ରଦାୟିକ ଦୃଷ୍ଟିଭଙ୍ଗୀ ନେଇକି ନିଜର ଭୋଟ ରାଜନୀତିକୁ ଇଏ କରିବା ପାଇଁ, ଲାଭ ପାଇଁ, ଭୋଟର ବୋଲେ ନିର୍ବାଚନୀ ଲାଭ ପାଇଁ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ ଦବାର ଯୋଉ ନୀତି ବିଜେପିର, ତାରି ଫଳରେ ମଣିପୁରରେ ଆଜି ହିଂସା ଅବ୍ୟାହତ ରହିଛି। ଏଇଟା ବହୁତ ଦୁଃଖର କଥା। ନିଶ୍ଚିନ୍ତ ଭାବରେ ଆମେ ଆଜି ଦିନରେ ବି ଦେଖୁଛୁ, ଇଣ୍ଟରନେଟ ବନ୍ଦ, ସ୍କୁଲ କଲେଜ ପିଲା ଯାଇପାରୁନାହାନ୍ତି, ସମସ୍ତ ମଶାଲ ରାଲି ଚାଲିଛି। ଗୋଟେ ଅବ୍ୟବସ୍ଥିତ ଢଙ୍ଗରେ ମାନେ ଆମ ଦେଶର ଗୋଟିଏ ଅଞ୍ଚଳ ପୁରା ରହିଛି। ସେମାନଙ୍କ ଭିତରେ କଥା ରହୁଛି ଯେ ଆପଣ ଗାଜା କଣ ଦେଖୁଛନ୍ତି, ଆମକୁ ପ୍ରଥମେ ଦେଖନ୍ତୁ। କିନ୍ତୁ ଏ ଭିତରେ ଆମେ ଦେଖିଲେ ଯେ ବୋଧହୁଏ ଘଣ୍ଟାକ ପାଇଁ ଗୋଟିଏ ପ୍ରୋଜେକ୍ଟର ଇନାଗୁରେସନ ପାଇଁ ଇମ୍ଫାଲ କୁ ଯାଇଥିଲେ ପ୍ରଧାନମନ୍ତ୍ରୀ ଏବଂ ଆଉ ବାକି ଆମେ କୌଣସି ପ୍ରକାର ସେମିତି ଭିଜିଟ ଦେଖିଲୁନି ଯେ ବହୁତ ଗୁଡେ କିଛି ଘଟଣା ଚାହୁଁଛନ୍ତି ତାକୁ ମାନେ ପ୍ରଶମିତ କରିବା ପାଇଁ ଚେଷ୍ଟା ଚାଲିଛି ଗୋଟେ ଅନବରତ, ସେଭଳି ଦୃଶ୍ୟ ଦେଖିବାକୁ ମିଳେନି। କଣ ଆକ୍ଚୁଆଲି ଆଭିମୁଖ୍ୟ ବୋଲି ଆପଣ ଭାବୁଛନ୍ତି? କୋଉ ଦୃଷ୍ଟିକୋଣରୁ ଏଭଳି କରାଯାଉଛି? କାରଣ ସରକାର ତ ତାଙ୍କର ଅଛି, ରୁଲିଂ ପାର୍ଟି ଯେତେବେଳେ ଅଛନ୍ତି ତାଙ୍କର ସେଣ୍ଟରରୁ ଆସିକିରି ସୁରକ୍ଷିତ ଭାବରେ ନିଜ ଭିଜିଟ ସାରିକି ଯିବାରେ କିଛି ଅସୁବିଧା ନାହିଁ। ଆପଣ ଦେଖନ୍ତୁ, କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ବିଜେପିର, ତା ସତ୍ତ୍ୱେ ବି ସେମାନେ ହିଂସା ରୋକିବାରେ ସଫଳ ହଉନାହାନ୍ତି ଏବଂ ଆଡମିନିଷ୍ଟ୍ରେସନ କୋଲାପ୍ସ କରି ଯାଇଛି କଲେ ଚଳେ।
ହଁ गोटे उदाहरण है मुख्यमंत्री वर्तमान गत बोधे फेब्रुआरी मासरू सी फेब्रुआरी रे, दायित्व हाँ, नेले हाँ, फेब्रुआरी मासरू आज जाए सी जेते मीटिंग को जाउचंदी बा जोठी जोठी सी जाउचंदी हेलिकॉप्टर जाऊ पड़ुची कहना रास्ता जीवाटा संभव होनी एवं मझीरे सी 2-4 दिन तले गोटे जगह को जाइथिले कार रे जाइथिले एवं फेरिला बेलू बाध्य होगी हेलिकॉप्टर आसिया पड़ला अच्छा, कहीं लोक मैंने ब्लॉकेट करथिले बोले परिस्थिति एते खराब अछि जे गोटे राज्यर निर्वाचित मुख्यमंत्री सीए गोटे जगह आ गोटे जगह को बाध्य होगी हेलिकॉप्टर जाउचंदी एमती नुहे जे हेलिकॉप्टर तो अन्य राज्यर मुख्यमंत्री मान भी जाउचंदी हमर एट कटक रु भुवनेश्वर की भुवनेश्वर कटक भी मुख्यमंत्री माने जाउचंदी सेटा कथा नुहे किंतु सेटा मजबूरी रे नुहे सेटा सेमान चॉइस रे जाउचंदी किंतु एठी परिस्थिति एमिति हेछि जे सड़क पथ रे जीवाटा गोटे मुख्यमंत्री पई संभव होउनी गोटे मंत्री पई संभव होउनी आपण चिंता करतो जो राज्यर यदि आपण मणिपुर रो जियोग्राफी देखिबे मणिपुर रे तीनोटी अंचल अछि गोटे होछि जोटा कि सेंटर रो अछि जोटा कि इम्फाल उपत्यका सेटा मूलतः मैतेई लोकंकर वासस्थली ता चारिपखा रिंग परि रहिछि कुकी लोकंकर एवं ता चारिपखा आउ गोटे रिंग परि रहिछि से होछि नागा मानकर एवं नागा लोक मानकर डिमांड होछि से माने ग्रेटर नागालैंड रे शामिल हेबे बोली सेतिमे तांकर जो संगठन एनएससी नाएम अछि न जोटा कि नागालैंड रो जो उग्रवादी संगठन जा सहित सरकारଙ୍କର युद्ध विरति हिची से माने जो ग्रेटर नागालैंड डिमांड करछंती सेतरे से माने मणिपुर रो भी किछि अंचल ए करछंती जो तेनु नागा मानक समस्या अलग एवं नागा कुकी भितर भी बहुत संघर्ष अतीत रे बहुत रही आछि एबे भी बहुत दिन पर एबे किछि भी दिन हल एबे किछि मास हला उथरे पुनी नागा कुकी संघर्ष बढ़िछि एवं कुहा जाउछि जे सरकार बा केंद्र सरकार नागा कुकी भितर संघर्षटा को बढ़ावा पई चाहुचंती कारण मैतेई मानक सहित कुकी मानक जो जो प्रकार कॉन्फ्लिक्ट रही टिके डाइवर्ट करबा पई तेणु सरकार ए सब करिकरी स्थिति को जटिल करछंती एतरे समाधान हबार नाही गोटे सीमांतवर्ती राज्य को जतिकी संवेदनशीलता रे हैंडल करिया कथा ताहा देखा जाउ नाही सेटा भी आउ गोटे दिगतार अछि कारण एटा गोटे सीमांतवर्ती राज्य एवं सबुठ बड़ कथा हला जो देश सहित हमर सीमा रही मणिपुर रो सेही देश रे वर्तमान सिविल वार चलीची एवं से देशर गोटे बड़ अंश को विद्रोही माने कब्जा करचंदी म्यांमार रो तेणु सेठी भी राजनीतिक परिस्थिति बहुत खराब स्थिति रे अछि कॉन्फ्लिक्ट चलीची आर्म्ड कॉन्फ्लिक्ट चलीची सेही समय जो प्रकार तत्परता देखेबा कथा जो प्रकार बोले गोटे स्टेट्समैनशिप देखेबा कथा से प्रकार देखा गलानी केंद्र सरकार ठू बरम सब बेले प्रधानमंत्री तो बहुत दिन धरिकी जीवाटा ही बोले संभव नथिला एवं विरोधी दल माने से कथा सब बेले कहि आछंती प्रधानमंत्री गोटे निजर गोटे राज्य जोटा कि एते कॉन्फ्लिक्ट भीतर अछि एते लोक मरिछंती तथापि जाई पार नथिले एवं अल्प समय पई गले फेरिक आसिले हमें जानिचे तेणु सरकार से जो समस्या जोटा कि मणिपुर जो मूल समस्या हला मणिपुर रो डेमोग्राफिक इश्यू बा तार गोटे जियोग्राफिकल इश्यू भी अछि कारण आमे जानिछे जे मणिपुर रो जनसंख्या रो 53% होचंदी मैतेई लोक एवं सेमाने होचंती प्राय डोमिनेंट कास्ट कल्चर हमर जेंते आमे जेंते ओडिसा रे कहबा ओडिया लोक कहिले आमे जेंते बुझे से भितर सब जाति रो लोक अछंती इवन सब धर्म अन्य धर्म रो भी लोक अछंती ओडिया लोकंग भितर क्रिश्चियन धर्म रो अछंती सेमिति मैतेई लोकंग भितर सब जाति सब धर्म ले ओबीसी अछंती एससी अछंती ख्रिस्टियान अच्छा मुस्लिम भी अच्छा तेणु मैत्री हूँ गोटे जनजाति नुहे कदापि जनजाति नुहे से प्रकृत में गोटे आम ओडिया तेलुगु एमती परी गोटे जाति एवं किंतु जो माने कुकी अच्छा हूँ जनजाति कुकी नागा एमाने जनजाति से शेड्यूल 6 अनुसार संविधान 6 अनुसूची अनुसार किसी सेफगार्ड्स अच्छी से जो अंचल रोचंती से अंचल जदिव एम जनसंख्या आदिवासी लोकंर मणिपुर में 36% किंतु 90% भूभाग रही नियंत्रण में कारण से अंचल अन्य अण आदिवासी माने केबे जगह किनी परिबेनी जमी किनी परिबेनी कारण 6th शेड्यूल रे जाउची तेणु तारी फल मणिपुर मणिपुर 53% जनसंख्या हेले मध्य सेमानकु केवल इम्फाल वैली रे सीमित रहिया पड़ुची जोटा कि 10% भूभाग पूरा राज्यर भूभाग कम किंतु जो कम लोक अच्छा से भूभाग अधिका अच्छी कन्स्टिट्यूशनल विभिन्न सेफगार्ड्स मिली जारी फल जमी हस्तांतर हो पारुनी अंचल आसिक अन्य अणआदिवासी लोक जमी किणवा भी संभव जमी पाइबा संभव होनी
आर्थिक दृष्टि को निश्चय केंद्र निश्चय करेंगे। निश्चय आउ गोटे कथा देखिए जे सेई अंचलर जनसंख्यार जो आदिवासी 36% हेले मध्य 60 जन एमएलए भितर 40 जन होउछन्ति मेतई कम्युनिटी रो 2/3 एवं 20 जन ही होउछन्ति आदिवासी संप्रदायर। तेणु जेतेबेले जोटा गोटे डोमिनेंट कम्युनिटी मेतई कम्युनिटी को हाईकोर्ट तांको आदिवासी मान्यता दे देले तार अर्थ सेमाने 100% अंचल रे तांकर पूरा संपूर्ण मणिपुर रे तांकर अधिकार पड़े आसीगला एवं सेमाने जमी भी किन पारिबे ट्राइबल मानकर जमी नहीं पारिबे एवं ट्राइबल मानक पई जो रिजर्व सीट रे भी जो 20टा सीट सेमान रिजर्व अछि जा फल रे 60 रु 20टा आदिवासी एमएलए रहउछन्ति 40टा मेतई हेले मध्य 20टा आदिवासी रहउछन्ति सेही 20टा भी विपदपन्न अवस्था को आसीगला कारण यदि आदिवासी हे गले मेतई कम्युनिटी ताले एबे तो 60 रु 40 पाउछन्ति 60 रु 60 भी सेमाने कब्जा करि नेबे। ये प्रकार जो गोटे भय आसला निजर जमी चली जीवो राजनीतिक क्षमता चली जीवो सेमानकु चाकरी रे जो सुविधा अछि से सुविधा भी चली जीवो कोटाटा डिस्ट्रीब्यूट हे जीवो गोटे मेजर कम्युनिटी तार फायदा पाई जीवो ए सब भीतर देके जो गोटे हठात गोटे भय आ आशंका सृष्टि होला ताकू सरकार दूर करिया पई चेष्टा कले बरम एवं असुरक्षा थिला ताकू सरकार सेही समय रे एड्रेस करिवार थिला एवं गोटे विश्वास जन्मे थांते जे नाही आमे समस्त कथा विचार करछे बोली एबे गोटे कथा हिची जे सेठी दीर्घ दिन हलाणी आमे जानिलुनी जे सेठी फोर्स मुतयन हेछंती लोकंक भितरे तांको प्रति मध्य गोटे असुया भावना आसलानी सेमाने कहउछन शीघ्र आपण एटू नियंतु कारण सेमाने हमको सुरक्षा भी देई पारलेनी उल्टी बेले बेले आम पई माने असुविधार कारण होउछन सेमाने से दृष्टि भी लोकंक भितर गोटे रहुची से संपर्क रे आपण कोन कहबे गोटे दीर्घकालीन भाव रे जदी आपनक अंचल रे गोटे मिलिटरी बंदोबस्त रहिबो ताकू नै कि असह्य हबाटा गोटे स्वाभाविक कि नुहे। निश्चय गोटे स्वाभाविक जीवन यात्रा को व्याहत करिवो जदि बड़ संख्या रे फोर्स डिप्लॉयमेंट हबो आमे देखुचे जेतेबेले माओवादी नारे आदिवासी अंचल मानकरे व्यापक फोर्स मुतयन होउची सेतेबेले को प्रकार लोकंक भितर भय आतंक देखा दउची आमे जानिचे बा मिसयूज होउची आईन को हाथ को समान नौचंती लोकंक ऊपर दमन अत्याचार होउची से कथा आज मणिपुर रे भी देखा देइची मणिपुर परि छोट राज्य रे एते संख्या रे जो फोर्स मुतयन करा जाइची सरकारଙ୍କର दृष्टिभंगी को प्रमाणित करुची जे सरकार भाबुचंती एटा गोटे लॉ एंड ऑर्डर प्रॉब्लम एवं आकु फोर्स प्रयोग करिकरी आमे केमती समाधान करबा एटा भूल कथा एटा लोक सरकार डायलॉग करबा कथा विभिन्न कम्युनिटी सहित सरकार डायलॉग करबा कथा लोकन भितर कॉन्फिडेंस देबा कथा जे जोटा ठीक हबा जोटा नीतिगत भाव ठीक सेटा ही लागू हबो एवं विशेष करी पूर्व स्थिति को आनिमा कथा कारण मेतई कम्युनिटी जदिओ सेमानक पई जमीर समस्या रहिची किंतु सेमानकर डोमिनेंस रहिची राजनीतिक भाव रे प्रशासन रे शासन रे पूरा डोमिनेंस रहिची मुख्यमंत्री प्राय मेतई कम्युनिटी रे लोक ही हुंती और अधिकांश मंत्री होचन मेतई कम्युनिटी रो तेनु सेही क्षेत्र रे जदी गोटे कम्युनिटी को आदिवासी मान्यता दिया है जीवो कोर्ट तो इमिति देई देलेनी कोर्ट को निश्चय सरकारी वकील निजर पक्ष रखिथिबे एवं सरकार पक्ष भी थिला जे मेतई कम्युनिटी को आदिवासी मान्यता दिया जाऊ बोली असल कथा हला बीजेपी बा आरएसएस से माने उत्तर पूर्व निजर प्रभाव को विस्तार करबा पई 2014 परे जेतेबेले केंद्र रे बीजेपी सरकार आसिला तापरे से माने लगातार भाव चेष्टा करचंती एवं उत्तर पूर्वर विभिन्न राज्य रे से माने सफल होइचंती छोट छोट दल मानकू सहित एक मेंट करिकरी हो किमा छोट छोट दल मानकू निज भितर शामिल करिकरी हो एवं से माने मणिपुर रे सेमानक स्ट्रेटजी हला जे मणिपुर रो मेजॉरिटी लोक जेतु मेतई अछंती तेनु सेमानकू जदी आमे हाथ को नै जिबा जिमिन सेमानकर ऑल इंडिया रे हिंदू मानकू नबा पई मुसलमान विरुद्ध रे कहउचंदी कि क्रिश्चियन विरुद्ध रे अभियान करूचंती सेमिति सेमाने भाबिले जे मणिपुर रे जदी संख्यागरिष्ठ कम्युनिटी हम सहित रहि जिवे ताले हम सब बेले इलेक्टोरली हम सक्सेसफुल होबा परवर्ती समय रे मोहन भागवत को गस्त परे माने कुकी माने जो कथाटी चिंता कले जे आ गोटे कथा होची आपण देखिबे कुकी और नागा भितरे अधिकांश लोक होचंदी ख्रीष्ट धर्मावलंबी एवं सेमानकर आपण देखंतु जेते सब जो जेते हिंसा हला से भितरे सेही समय रे क्रिश्चियन कम्युनिटी तरफरु चर्च तरफरु गोटे विवृत्ति आसीथिला जे 350 रु अधिक चर्च ऊपर अटैक हेतिला बोली कारण एटा गोटे आर गोटे धार्मिक दिग गोटे सांप्रदायिक दिग भी थिला कारण मेजॉरिटी मेतई होचंती हिंदू धर्मावलंबी जदिओ तांको भितरे किछि जन क्रिश्चियन धर्मावलंबी अछंती एवं मेजॉरिटी आदिवासी होचंती क्रिश्चियन धर्मावलंबी तेनु आरएसएस रो जो राजनीतिक एजेंडा जो सांप्रदायिक राजनीति से हिसाब रे भी एटा गोटे फिट बोली से माने भाबी करी से माने जो स्टेप टा नेले जोटा कि गोटे बड़ कम्युनिटी को मान्यता दे दबा आदिवासी मान्यता दबा
ଯାହାଫଳରେ ଆଦିବାସୀ ମାନେ ତାକୁ ଗ୍ରହଣ କଲେନି ଏବଂ ଏଇଟା ଆଦିବାସୀ ମାନେ ଭାବିଲେ ଏଇଟା ହଉଛି ଆମ ଅସ୍ତିତ୍ୱର ପ୍ରଶ୍ନ, ଆମେ ଯଦି ୟାକୁ ବିରୋଧ କରିବାନି ତାହେଲେ ଆମେ ଆଉ ଆମର ଯାହା ବି ଅଧିକାର ଅଛି ସବୁ ଚାଲିଯିବ, ଡୋମିନେଣ୍ଟ କମ୍ୟୁନିଟି ହାତକୁ ଚାଲିଯିବ। ସେଥିପାଇଁ ସେମାନେ ଆଜ୍ଞା ତାଙ୍କ ଭିତରେ ବୋଲେ ସେମାନଙ୍କ ଭିତରେ ପ୍ରତିକ୍ରିୟା ବା ଆକ୍ରୋଶ ରହିବାଟା ସ୍ୱାଭାବିକ ଥିଲା। ଆଜ୍ଞା କିନ୍ତୁ ସରକାର ଯୋଉ ପ୍ରକାର ସେମାନଙ୍କୁ ଆଡ୍ରେସ କରିବାର ଥିଲା ସେଇ କଥା କରିପାରିଲେନି, ଆଜି ବି ଆଜ୍ଞା କରିନାହାନ୍ତି, ପରିଣାମ ଆମେ ଦେଖୁଛେ। ଆଜ୍ଞା ଆମେ ଦୁଇଟି ପ୍ରସଙ୍ଗ ଦେଖୁଛୁ, ହେଲେ ସେ ପ୍ରସଙ୍ଗ ବେଶୀ ଗମ୍ଭୀର ଥିଲା କି ଏ ପ୍ରସଙ୍ଗ ବେଶୀ ଗମ୍ଭୀର ଥିଲା, ସେଇ ପ୍ରକାର ମଧ୍ୟ ଯୋଉ ନୂଆ ପିଢିର ଯୋଉମାନେ ରହିଛନ୍ତି ସେମାନଙ୍କ ଭିତରେ ଏ ଧାରଣା ଅଛି। କାରଣ ପୂର୍ବ ଘଟଣାଟି ଏମିତି ଥିଲା, ମହିଳାଙ୍କ ବିରୋଧରେ ଯୋଉ ଘଟଣାଟି ହେଇଥିଲା ମଣିପୁର ରାସ୍ତାରେ, ସେ ଘଟଣାଟିରେ ମୈତେଇ ସମ୍ପ୍ରଦାୟକୁ ମୂଳତଃ ଦୋଷୀ କରାଯାଉଥିଲା ଏବଂ ଯେତେବେଳେ ଏଇ ଛୁଆ ଦି ଜଣ ମା ପାଖରେ ଶୋଇଥିବା ଛୁଆ ଦି ଜଣ 5 ବର୍ଷ 5 ମାସର ଛୁଆ ଦି ଜଣଙ୍କୁ ମରା ଯାଉଛି, ସେତେବେଳେ ସେମାନେ କୁକି ସମ୍ପ୍ରଦାୟ ଦାୟୀ ରହୁଛନ୍ତି। ତ କୋଉ ସମ୍ପ୍ରଦାୟ ବେଶୀ ଜଘନ୍ୟତା କରୁଛି ତାକୁ ନେଇକି ତାଙ୍କ ଭିତରେ ଯୋଉ ପ୍ରକାର ପରିସ୍ଥିତି ରହିଛି, ସେ ସମୟରେ କୁହାଯାଉଛି ଯେ ଏଇଲେ ଯାହା ଘଟଣା ଘଟୁଛି, ସ୍ଥାନୀ ଯୋଉ ହିଂସା ଗୁଡିକ ଘଟୁଛି, ଏଇଲେ ସରକାରଙ୍କୁ ବଦନାମ କରିବା ପାଇଁ ଗୋଟିଏ ଗୋଷ୍ଠୀ ଏକଥା କରୁଛି, ଯୋଉଠିକି ଏଇ ଯୋଉ କୋଅର୍ଡିନେଟିଂ କମିଟି ଅନ୍ ମଣିପୁର ଇଣ୍ଟିଗ୍ରିଟି ଯୋଉ ରହିଛି ଅନୁଷ୍ଠାନ, ସେମାନେ ରୁଲିଂ ପାର୍ଟି ବିରୋଧରେ ବୟକଟ ଡାକରା ଦେଇଛନ୍ତି। ତ ଏ ପ୍ରକାର ବି କଥା ଆସୁଛି ଯେ ସରକାର ଏତେ ଚେଷ୍ଟା କରୁଛନ୍ତି, ରାଷ୍ଟ୍ରପତି ଶାସନ କରିକି ସବୁ ବ୍ୟବସ୍ଥା କରିବାକୁ କଲେ, ତାପରେ ପୁଣି ଲୋକଙ୍କ ଚାହିଦା ଅନୁସାରେ ପୁଣି ମୁଖ୍ୟମନ୍ତ୍ରୀ ବଦଳିଲେ, ସବୁ କଥା ହେଲା, ତ ଏବେ ପୁଣି ସେଇ କଥା କରିବା ପଛର କାରଣ ହଉଛି ଭିନ୍ନ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ରହିଛନ୍ତି ଯୋଉମାନେ ଏ ପୁରା ବାତାବରଣଟାକୁ ନଷ୍ଟ କରୁଛନ୍ତି। ନାଇଁ, ସରକାର ତ ନିଜକୁ ନିଜର ଭୁଲକୁ ଲୁଚେଇବା ପାଇଁ, ନିଜର ବୋଲେ ଅପାରଗତାକୁ ଲୁଚେଇବା ପାଇଁ ବହୁତ ଯୁକ୍ତି କହିପାରନ୍ତି, ବହୁତ କଥା, କିନ୍ତୁ ବାସ୍ତବ କଥା ହଉଛି ଯେ ସେଇଠି ଶାସନ ନାହିଁ। କାରଣ ଏମଏଲଏ ମାନେ ବାହାରି ପାରୁନାହାନ୍ତି, ଇମ୍ଫାଲ ଡେଇଁ ପାରୁନାହାନ୍ତି, ଇମ୍ଫାଲ ସହର ଛାଡିକିରି ବାହାରକୁ ଯାଇପାରୁନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀ ନିଜେ ସଡ଼କ ପଥରେ ଯାଇପାରୁନାହାନ୍ତି, ପ୍ରଧାନମନ୍ତ୍ରୀ ଯାଇପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ବଦଳେଇଲେ ସତ, କିନ୍ତୁ 2 ବର୍ଷ ଲାଗିଲା ବଦଳେଇବା ପାଇଁ। ଏବଂ ଯୋଉ ସ୍ଥିତି ଆପଣ କହୁଛନ୍ତି ମଣିପୁର ଯଦି ଇତିହାସ ଦେଖିବେ, ସେଟା ଗୋଟେ ଆର୍ମଡ କନଫ୍ଲିକ୍ଟ ଆଗରୁ ରହି ଆସିଛି, ବହୁତ ଉଗ୍ରବାଦୀ ସଂଗଠନ ଅଛି, ପିଏଲଏ ବୋଲି ଗୋଟେ ଅର୍ଗାନାଇଜେସନ ଥିଲା, କୁକି ମାନଙ୍କର ସେନା ଅଲଗା, ନାଗା ମାନଙ୍କର ସେନା ଅଲଗା, ଏବଂ ସେଟା ଅଲରେଡି ବିଭିନ୍ନ ପ୍ରକାର ବୋଲେ ଆର୍ମଡ ଗ୍ରୁପ ସବୁ ସେଠି ଅପରେଟ କରୁଥିଲେ ଆଗରୁ। ତେଣୁ ଆର୍ମସ ଆଗରୁ ଆସିଛି, ଇଣ୍ଟରନ୍ୟାସନାଲ ବୋର୍ଡର ସେଇଟା, ତେଣୁ ବୋର୍ଡର ଡେଇଁକିରି ଆର୍ମସ ଆସିବା ଏସବୁ କରିବାଟା ବା ବୋର୍ଡର ସେପଟେ ଯୋଉମାନେ ଅଛନ୍ତି ଭାରତକୁ ଡିଷ୍ଟର୍ବ କରିବାକୁ ବି ଚାହୁଁଛନ୍ତି, ସ୍ୱାଭାବିକ ଭାବେ ସେମାନେ ବି ଅସ୍ତ୍ରଶସ୍ତ୍ର ଯୋଗେଇ ଆସିଛନ୍ତି। ତେଣୁ ସେଇଠି ଯୋଉ ଉତ୍ତର ପୂର୍ବରେ ଯୋଉ ଏଇଟା ଗୋଟେ ଜେନେରାଲ ଟ୍ରେଣ୍ଡ, ବିଭିନ୍ନ ରାଜ୍ୟ ମାନଙ୍କରେ ଯୋଉ ଉଗ୍ରବାଦୀ ସଂଗଠନ ମାନେ ଅଛନ୍ତି, ଯୋଉମାନେ ବିଭିନ୍ନ ନ୍ୟାସନାଲିଟି ଅର୍ଗାନାଇଜେସନ ବି ଅଛନ୍ତି, ଅଲଗା ଅଲଗା, ଯେମିତି ନାଗା ମାନେ ଚାହୁଁଛନ୍ତି ସ୍ୱତନ୍ତ୍ର ନାଗାଲାଣ୍ଡ ପାଇଁ, ତା ସହିତ ସରକାର ଗୋଟେ ନେଗୋସିଏସନ କରୁଛନ୍ତି ଏବଂ ସିଜ୍ ଫାୟାର ଡିକ୍ଲେୟାର କରିଛନ୍ତି। ସେମିତି ସେଇ ପ୍ରକାର ପରିସ୍ଥିତି ଆଗରୁ ରହି ଆସିଛି। ଏବେ ଯୋଉ ଘଟଣା ଘଟିଛି, ଏ ଘଟଣା ସେଇଟାକୁ ଆହୁରି ବଢେଇ ଦେଇଛି। କାରଣ ଗୋଟିଏ ପଟେ ଯେତେବେଳେ ଗୋଟେ ଜାଗାରେ କନଫ୍ଲିକ୍ଟ ହୁଏ ଏବଂ କିଛି ଆର୍ମଡ ଗୋଷ୍ଠୀ ଯଦି ରୁହନ୍ତି, ଆର୍ମସର ଆଭେଲେବିଲିଟି ଥାଏ, ସେ କ୍ଷେତ୍ରରେ କନଫ୍ଲିକ୍ଟଟା ଆହୁରି ଟିକେ ବଡ ଭୟଙ୍କର ରୂପ ନିଏ, ଯୋଉଟା ଆମେ ଏବେ ଦେଖୁଛେ। ତାହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଯୋଉ ଉଦ୍ୟମ କରିଥିଲେ, ଯୋଉ କଥା କହୁଥିଲେ ଯେ ସମସ୍ତଙ୍କ ପାଖରୁ ଆମେ ଅସ୍ତ୍ର ନେଇ ଆସିଲୁଣି, ତାର ବାସ୍ତବତା କଣ? କାରଣ ସେୟା ନୁହେଁ, ମଝିରେ ତ ରିପୋର୍ଟ ଆମେ ଦେଖୁଛେ, ମଝିରେ ଆସୁଛି, ବିଭିନ୍ନ କୁକି ଯୋଉ ଗାଁ ସବୁ ଅଛି ସେଠି କେମିତି ବଡ ଗାଁର ସୀମାରେ ଲୋକମାନେ ବଙ୍କର କରିକି ବି ଜଗୁଛନ୍ତି, ଅସ୍ତ୍ର ଧରିକି, ଯେମିତି ବିଷ୍ଣୁପୁରରେ ଘଟଣା ଘଟିଲା, ସେଇଟା ବି ମଧ୍ୟ ଅସ୍ତ୍ର ସେମିତି ଥିବ ବୋଲିକି ତ କୋଉଠୁ ଆସିକିରି କାହା ଘର ଭିତରେ ଯାଇକିରି ପିଲାଙ୍କୁ ମାରି ପାରୁଛି। ସେ ପ୍ରକାର ଆଉ ଗୋଟେ କଥା, ସାମ୍ପ୍ରଦାୟିକ ହିଂସା ଯଦି ହବ, ସେଥିରେ ସାଧାରଣ ସହଜ ଶିକାର ହେଇଯାଆନ୍ତି, ମହିଳା ମାନଙ୍କୁ କରାଯାଏ ଏବଂ ସେଥିରେ ଯୋଉମାନେ ଦୁର୍ବଳ ସେମାନେ ସହଜରେ ଶିକାର ହୁଅନ୍ତି। ଏବଂ ଆମେ ଦେଖୁଛେ ଯେ ଉଭୟ ପଟୁ ହଉଛି, ମୈତି ଭିତରେ ଯୋଉମାନେ ହିଂସା କରୁଛନ୍ତି ସେମାନେ କୁକି ମହିଳା ମାନଙ୍କୁ ଅତ୍ୟନ୍ତ ବୋଲେ ବର୍ବରଚିତ ଭାବରେ ଯୋଉ ଇଏ କରେଇଲେ, ଏବଂ ସେମିତି କୁକି ଭିତରେ ବି ଯୋଉମାନେ ହିଂସା କରୁଛନ୍ତି ସେମାନେ ବି ଆକ୍ରମଣ କରୁଛନ୍ତି ମୈତେଇ ଲୋକଙ୍କ ଉପରେ, ନିରୀହ ଲୋକଙ୍କ ଉପରେ। ଏବେ ଯୋଉ 2ଟା ଶିଶୁଙ୍କୁ ଇଏ କରାଗଲା, ଯଦିଓ ସେଟା କିଏ କରିଛି ଜଣା ପଡିନି, ଏଇଦାର କୌଣସି କୁକି ଆର୍ମଡ ଗ୍ରୁପ କରିଛି କିମ୍ବା ନିଶ୍ଚୟ ଏଇଟା ହଉଛି ଗୋଟେ ସାମ୍ପ୍ରଦାୟିକ ବିବାଦ ବା ସାମ୍ପ୍ରଦାୟିକ ଯୋଉଟା କି ଧ୍ରୁବୀକରଣ ଆଡକୁ ଯୋଉ ଯାଇଛି, ସେଇଟା ବନ୍ଦ ହବା ଦରକାର। ଆଉ ଧ୍ରୁବୀକରଣ ରାଜନୀତି କେତେ ବିପଦପୂର୍ଣ୍ଣ ସେଇଟା ଆମେ ମଣିପୁରରେ ବର୍ତ୍ତମାନ ଦେଖୁଛେ। 3 ବର୍ଷ ହେଲା ସମସ୍ୟାର ସମାଧାନ ହଉନି, ଏତେ ଜୀବନ ଚାଲିଗଲାଣି। ନିଜେ ସରକାରଙ୍କର ତଥ୍ୟ ଅନୁସାରେ 58,800ରୁ ଅଧିକ ପରିବାର ଲୋକ
ସେମାନେ ବାସ ବୋଲେ ବର୍ତ୍ତମାନ ନିଜର ଘର ଛାଡିକି ବାହାରେ Transit ରେ ରହୁଛନ୍ତି, ରହୁଛୁ। ହଁ, ହୁଁ, କ୍ୟାମ୍ପରେ ରହୁଛନ୍ତି। ହଁ। ତେଣୁ ଏଭଳି ପରିସ୍ଥିତି ଆମ ଦେଶର ସ୍କୁଲ, ଗୋଟେ କଲେଜ, ରାଜ୍ୟ ପାଠ ଜଳୁଛି। ପଢା, ହେଲ୍ଥ ସବୁବେଳେ ଗୋଟେ ନିଶ୍ଚୟ ଭୟର ନିଶ୍ଚୟ ବାତାବରଣ। ସବୁ 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 ପୁରା ସ୍ୱାଭାବିକ ପରିସ୍ଥିତି ନାହିଁ ଯୋଉ କହିଲେ ଚଳେ। ଏବଂ ପ୍ରତି ସମୟରେ ଦେଖିବେ ଗୋଟେ ଭୟର ବାତାବରଣ ଅଛି ସବୁଠି। ଯାନବାହନ ଯାଇପାରୁନି, ଲୋକମାନେ ସୁରକ୍ଷିତ ମନେ କରୁନାହାନ୍ତି। ଗୋଟେ ଯୁଦ୍ଧ ପରି ଗୋଟେ ଯୋଉ ପରିସ୍ଥିତି ଅଛି, ଗୋଟେ ହିଂସାର ପରିସ୍ଥିତି, ତାକୁ ବଦଳିବା ଦରକାର। ଆଜ୍ଞା। ଏବଂ 3 ବର୍ଷର ଯଦି ଆପଣ ଯଦି କହିବେ 3 ବର୍ଷ ହେଇଗଲା ଗୋଟେ ସରକାର ଯଦି ତାକୁ ଗୋଟେ ଛୋଟିଆ ରାଜ୍ୟ, ମଣିପୁର ବଡ ରାଜ୍ୟ ବି ନୁହେଁ, ଛୋଟିଆ ରାଜ୍ୟକୁ ଯଦି ସେମାନେ ସମାଧାନ କରିପାରୁନାହାନ୍ତି, ନର୍ମାଲ ପରିସ୍ଥିତି ଆଣିପାରୁନାହାନ୍ତି, ତାହେଲେ ସେମାନଙ୍କର ଅପାରଗତାକୁ ପ୍ରମାଣିତ କରୁଛି। ମୁଁ ଆଉ ଦୁଇଟି କଥା ଆପଣଠୁ ଅଳ୍ପରେ ଜାଣିବି। ଗୋଟେ କଥା ହଉଛି ଯେ ଯେତେବେଳେ ପର୍ଯ୍ୟନ୍ତ ମଣିପୁରରେ ବଡ ଧରଣର ହତ୍ୟାକାଣ୍ଡ ନ ହଉଛି ସେ ପର୍ଯ୍ୟନ୍ତ ମଣିପୁର ସମ୍ପର୍କିତ ଖବର ମେନଷ୍ଟ୍ରିମ କୁ ଆସୁନାହିଁ। ଇଏ ଗୋଟିଏ ପ୍ରସଙ୍ଗ ରହିଛି ଯୋଉଥିପାଇଁ ଆମେ ଭାବୁଛୁ ଯେ ମଝିରେ ମଝିରେ ମଣିପୁର ପୁରା ଶାନ୍ତ ହେଇଯାଇଛି, ଆଉ କିଛି ସେଠି ଅସୁବିଧା ନାହିଁ, କିନ୍ତୁ ସେଠିକା ଲୋକଙ୍କ କହିବା କଥା ହଉଛି ଆମେ କୋଉ ଦିନ ବି ଏ ଭିତରେ ଶାନ୍ତିରେ ଦିନେ କାଟି ନାହୁଁ। ଏ କଥା ଗୋଟେ ରହୁଛି। ଆଉ ଗୋଟେ କଥା ହଉଛି ସ୍ପେଶାଲ ସେସନ ଆମର ବିଭିନ୍ନ ପ୍ରସଙ୍ଗରେ ବସି ପାରୁଛି। ଏବେ ସାନି ବସିଥିଲା ସ୍ପେଶାଲ ସେସନ, ମାନେ ତାର କଣ ଉଦ୍ଦେଶ୍ୟ ଥିଲା ପୁରା ଦେଶ ଜାଣିଲା, ବଟ ଗୋଟେ ସ୍ପେଶାଲ ସେସନ ବସିଲା, 3 ଦିନିଆ ବସି ଚର୍ଚ୍ଚା ହେଲା। କିନ୍ତୁ ମଣିପୁରକୁ ଗମ୍ଭୀରତାର ସହ ନେଇକିରି ଗୋଟେ ଚର୍ଚ୍ଚା କରିବା ଆଉ ତାକୁ ପୁରା ସମାଧାନରେ ଗୋଟେ ରାଜ୍ୟକୁ ପୁରା ସମାଧାନଟେ ଦେଇଦବା, ଯେ ସେଇ ଜିନିଷ ଏପର୍ଯ୍ୟନ୍ତ ହେଇପାରୁନି। ଦୁଇଟି ପ୍ରଶ୍ନର ଉତ୍ତର ଚାହିଁବି। ମୁଖ୍ୟ କଥା ହେଲା ଯଦି ଆପଣ ସ୍ପେଶାଲ ସେସନ ବସୁଛନ୍ତି ତାହେଲେ ସରକାର ପ୍ରଥମେ ସ୍ୱୀକାର କରିବେ ଯେ ଆମେ ବିଫଳ ହେଇଛୁ, ସରକାରଙ୍କ ବିଫଳତାଟା ଆସିଯିବ। ସେଇଥିପାଇଁ ସରକାର ଚାହୁଁନାହାନ୍ତି ଯେ ସ୍ପେଶାଲ ସେସନ କରିକି ନିଜ ବିଫଳତାକୁ ପ୍ରଦର୍ଶିତ କରିବା ପାଇଁ। ଦ୍ୱିତୀୟ କଥା, ସରକାର ଏବେ ବି ଭାବୁଛନ୍ତି ଯେ ବଳ ପ୍ରୟୋଗ କରି ସମସ୍ୟାର ସମାଧାନ କରିହେବ, ସେଥିପାଇଁ ଅଧିକରୁ ଅଧିକ ଫୋର୍ସ ମୁତୟନ କରୁଛନ୍ତି। ଏବଂ ଆପଣ ଦେଖିବେ ସମ୍ବିଧାନର 355 ଧାରା ଅନୁସାରେ ସେଠର ଲ ଆଣ୍ଡ ଅର୍ଡରକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରୁଛନ୍ତି। ଏସବୁ ଯୋଉଟା କରୁଛନ୍ତି ଏଥିରେ ସମାଧାନ ହବନି, ବରଂ ଆହୁରି ସ୍ଥିତି ଆହୁରି ଜଟିଳ ହବ। ଭବିଷ୍ୟତରେ ତାକୁ ଏକାଠି ଲୋକଙ୍କୁ ବସେଇବାଟା ବି କଷ୍ଟକର ହବ। ତେଣୁ ମୁଖ୍ୟ କଥା ହଉଛି ସରକାର ନିଜର ବିଫଳତାକୁ ସ୍ୱୀକାର କରନ୍ତୁ ଏବଂ ସବୁ ପକ୍ଷକୁ, ଯୋଉମାନେ ଏଇ ବିବାଦର ସମସ୍ତ ପକ୍ଷକୁ ଏକାଠି ଆଣିବା ପାଇଁ ଦରକାର ପଡ଼ିଲେ ବିରୋଧୀ ଦଳ ମାନଙ୍କର ସହଯୋଗ ପାଇଁ। ଆପଣ ଦେଖନ୍ତୁ ଗତ 2024 ନିର୍ବାଚନରେ ସେଇଠି 2ଟି ଯାକ ଆସନରେ କଂଗ୍ରେସ ଜିତିଲା ଏବଂ 2019 ନିର୍ବାଚନରେ 2ଟି ଜାଗାରେ ବିଜେପି ଜିତିଥିଲା। ବିଜେପି ବା ବିଜେପି ସମର୍ଥିତ ଯୋଉ ପାର୍ଟି ସେମାନେ ଜିତିଥିଲେ 2ଟି ଜାଗାରେ, କଂଗ୍ରେସ ହାରି ଯାଇଥିଲା। କିନ୍ତୁ ଏଥର ହିଂସା ପରେ କଂଗ୍ରେସ 2ଟି ଜାଗାରେ ଜିତିଲା। ତା ଅର୍ଥ ଉଭୟ କମ୍ୟୁନିଟି, ମେତଇ ହଉ କିମ୍ବା ବୋଲେ ଆମର କୁକି ହୁଅନ୍ତୁ କି ନାଗା ହୁଅନ୍ତୁ, ସେମାନଙ୍କ ଭିତରେ ବିଜେପି ଦଳ ପ୍ରତି ସେ ପ୍ରକାର ଆସ୍ଥା ନାହିଁ। କାରଣ ବିଜେପି ଶାସନରେ ଅଛି, ଏତେ ବଡ କନଫ୍ଲିକ୍ଟ ଚାଲିଛି, ତା ସତ୍ତ୍ୱେ ଯଦି କଂଗ୍ରେସ ଜିତୁଛି ତାହେଲେ କଂଗ୍ରେସ ଦଳ ଉପରେ ଲୋକଙ୍କର ଅଧିକ ଆସ୍ଥା ପ୍ରକାଶ କରିଛନ୍ତି ଲୋକ ନିର୍ବାଚନରେ। ତେଣୁ କଂଗ୍ରେସର ଯୋଉ ଭୂମିକାଟା ଅଛି ସେଠି ରାହୁଲ ଗାନ୍ଧୀ ବି ଯାଇଛନ୍ତି। ତେଣୁ କଂଗ୍ରେସ ପରି ଯୋଉ ଦଳ ମାନେ ଅଛନ୍ତି ଯୋଉମାନଙ୍କର ପ୍ରଭାବ ଅଛି ମଣିପୁରର ପଲିଟିକ୍ସରେ, ମଣିପୁରର ଲୋକଙ୍କ ଉପରେ ବା ଲୋକଙ୍କର ଜୀବନ ଉପରେ, ସେଇଠି ସେଇମାନଙ୍କୁ କାହିଁକି ଇନଭଲ୍ଭ କରାଯାଉନି, ସେମାନଙ୍କ ସହିତ କାହିଁକି ବିଚାର ବିମର୍ଶ କରାଯାଉନି, ବା ଦରକାର ପଡ଼ିଲେ ଗୋଟେ ସର୍ବଦଳୀୟ କମିଟି କରିକି ତାକୁ ସମାଧାନ କରିବା ଦିଗରେ କିଛି ଯଦି ପଦକ୍ଷେପ ନିଆଯାଇ ପାରିଥାନ୍ତା, ଗୋଟେ ପାର୍ଟିର ସଂକୀର୍ଣ୍ଣ ପାର୍ଟିର ସ୍ୱାର୍ଥକୁ ଉଦ୍ଧାର ରହି ଯଦି ସରକାର କରିବେ ତାହେଲେ ନିଶ୍ଚୟ ସମାଧାନ ବାଟ ଖୋଲିବ। ଓକେ, ମିଡିଆର ଭୂମିକାକୁ ଲାଷ୍ଟ ମୁଁ ଯୋଉ ପ୍ରଶ୍ନଟି ପଚାରିଥିଲି, କାହିଁକି ମୁଖ୍ୟ ସ୍ରୋତକୁ ସବୁବେଳେ ମିଡିଆ ତ ଆପଣ ଦେଖନ୍ତୁ ସ୍ୱାଭାବିକ ଭାବେ ଆମେ ଦେଖୁଛେ ଯେ ଆମ ଦେଶର ଯୋଉ ଜାତୀୟ ମିଡିଆ ଖବର ନ ଆସିଲେ ତ ଆମେ ଗୁରୁତ୍ୱ ଦେଇପାରୁନେ ନା, ଖବର ଆସିବା ଦରକାର, ଆସିଲେ ହିଁ ଆମେ ଜାଣୁଛେ ଯେ ଗୋଟେ କଣ କଥା। ଆଜ୍ଞା, ଗତ 3 ବର୍ଷ ଲଗାତାର ଭାବରେ ଛୋଟ ମୋଟ ହିଂସା ଆମେ ଦେଖି ଆସୁଛେ। ବିଭିନ୍ନ ଛୋଟ ଛୋଟ ଖବର, ବିଶେଷ କରି ଯଦି ଆପଣ ନର୍ଥ ଇଷ୍ଟର ବିଭିନ୍ନ ଯୋଉ ନ୍ୟୁଜ ପେପର ଅଛି, ୱେବସାଇଟ ଅଛି, ତାକୁ ଯଦି ଆପଣ ଦେଖିବେ ତାହେଲେ ପ୍ରତିଦିନ ପ୍ରାୟ କହିବାକୁ ଗଲେ କଣ ନା କଣ ଆକ୍ଟିଭିଟିସ୍ ଦେଖୁଛେ, ସେଇଠି ଭାୟୋଲେଣ୍ଟ ଆକ୍ଟିଭିଟିସ୍। କିନ୍ତୁ ଦୁଃଖର କଥା ଯେ ଦେଶର ମିଡିଆ ପାଇଁ ନର୍ଥ ଇଷ୍ଟ ଆଗରୁ ବି ଏତେ ଗୁରୁତ୍ୱପୂର୍ଣ୍ଣ ନଥିଲା ଏବଂ ଆଜି ବି ମୋଦି ସରକାର ଯେତେବେଳେ ଦାବି କରୁଛନ୍ତି ଯେ ନର୍ଥ ଇଷ୍ଟ ଗୁରୁତ୍ୱ ଆଗରୁ ନଥିଲା, ଏବେ ଆମେ ଆସିଲା ପରେ ଆମେ ତା ଉପରେ ଫୋକସ କରୁଛୁ ବୋଲି, କିନ୍ତୁ ତା ସତ୍ତ୍ୱେ ବି ଦେଖିବେ ଯେ ନର୍ଥ ଇଷ୍ଟର ଇସ୍ୟୁଜ, ନର୍ଥ ଇଷ୍ଟ ଲୋକଙ୍କର ଯୋଉ ସମସ୍ୟା, ସେଇଠାର ଯୋଉ ବିଭିନ୍ନ ଘଟଣା ସବୁ, ସେଇଟା ନ୍ୟାସନାଲ ମିଡିଆରେ ଯେତିକି ସ୍ଥାନ ପାଇବା କଥା ପାଉନି। ସେମିତି ଗୋଟେ ବଡ ଧରଣର ଘଟଣା ହେଲେ ହୁଏତ
କିଛି ଦିନ ଚର୍ଚ୍ଚା ହଉଛି କିନ୍ତୁ ନହେଲେ ତାକୁ ଗୋଟେ ସମସ୍ୟା ହିସାବରେ ବା ତାକୁ ଯେମିତି ଆପଣଙ୍କର ମେନଲ୍ୟାଣ୍ଡ ରେ ଯଦି ମେନଲ୍ୟାଣ୍ଡ ଇଣ୍ଡିଆରେ ଯଦି କିଛି ଘଟଣା ହେଇଥାନ୍ତା ଯେମିତି ସିରିୟସଲି ମିଡିଆ ନେଇଥାନ୍ତା କି ସରକାର ନେଇଥାନ୍ତେ ସେମିତି ନିଆଯାଉନି। ଏଟା ଗୋଟେ ଦୁର୍ଭାଗ୍ୟର କଥା। ମାନେ ଦିଲ୍ଲୀରୁ ମଣିପୁର ବହୁତ ଦୂର ହେଇଯାଉଛି ସେଇଭଳିଆ ପରିସ୍ଥିତି ରହିଛି ଆଉ ତାଙ୍କ ସମସ୍ୟାକୁ ବି ଆମେ କେବଳ ଦୂରରୁ ଶୁଣୁଛୁ ଦେଖୁଛୁ କିନ୍ତୁ ତାର ସମାଧାନ କରିବା ପାଇଁ ଚେଷ୍ଟା କରୁନୁ। ବହୁତ ବହୁତ ଧନ୍ୟବାଦ ଭାଲଚନ୍ଦ୍ର ବାବୁ ଏ ପ୍ରସଙ୍ଗରେ ଆପଣଙ୍କର ମତ ରଖିଛନ୍ତି। ଆମେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ବାରମ୍ବାର ଘଟଣା ଘଟୁଛି ଆମେ ଚାହୁଁଛୁ ଯେ ଗୋଟେ ରାଜ୍ୟରେ ଶାନ୍ତି ଫେରୁ କିନ୍ତୁ ଶାନ୍ତି ଫେରିବା ପାଇଁ ଯୋଉ ଉଦ୍ୟମ ହବା କଥା ତାହା ପର୍ଯ୍ୟାପ୍ତ ହଉନାହିଁ ବା ସେଭଳି ଉଦ୍ୟମ ଦେଖାଯାଉନାହିଁ ଯୋଉଥିପାଇଁ ପ୍ରତ୍ୟେକ ଦିନ ହିଂସାକାଣ୍ଡର ଖବର ଆସୁଛି। ଏ ସମ୍ପର୍କିତ ଆଲୋଚନାକୁ ଆମେ ଏଇଠି ରଖୁଛୁ ଆଶା ସହିତ ଯେ ଆଗକୁ ପରିସ୍ଥିତିରେ ସ୍ୱାଭାବିକତା ଆସିବ ଏବଂ ସେଠିକାର ଲୋକ ଶାନ୍ତିରେ ତାଙ୍କର ମାନବାଧିକାର ସୁରକ୍ଷିତ ରହିପାରିବ। ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି। ନମସ୍କାର।